ନମସ୍କାର। ସାହିତ୍ୟ ମହାଙ୍କର ସାହିତ୍ୟ ଗଣାକୁ ମୁଁ ସ୍ୱାଗତ କରୁଛି। ମୁଁ ନିବେଦିତା। ଆଜି ଗୋଟେ କବିତାଟେ ନେଇ ଆସିଛି ଯାହାର ନାଁ ରହିଛି ବାପା। କବିତାଟି ଆପଣ ମାନଙ୍କର ହୃଦୟକୁ ଛୁଇଁବ ବୋଲିକି ମୋର ଆଶା ଏବଂ ବିଶ୍ୱାସ। ଲାଇକ୍ ସେୟାର କମେଣ୍ଟ କରିବାକୁ ଆଦୌ ଭୁଲିବେନି। ଜୀବନ ଆରମ୍ଭ ଏନ୍ତୁଡ଼ି ଶାଳରୁ, ଶେଷ ହୁଏ ପରାମଶାଣି ଘାଟ। ଜୀବନ ଆରମ୍ଭ ଏନ୍ତୁଡ଼ି ଶାଳରୁ, ଶେଷ ଠିକଣା ତାର ମଶାଣି ଘାଟ। କୁଆଁ କୁଆଁ ରାବ ପ୍ରଥମ ସ୍ୱର ଲୋ, ରାମ ନାମ ସ୍ୱର ଶେଷ ସଙ୍ଗୀତ। ଗଗନର ଚାନ୍ଦ ପରି ଉଇଁଥିଲୁ ଦିନେ, ମିରି ଦେଇ ସୁଖ ବୋଇତ। ପିଲାଦିନ ବିତିଗଲା, କିଶୋର ବିତିଗଲା, ପାଦ ଦେଲୁ ଯୌବନରେ। ବାହା ସାହା ହେଇ ସଂସାର ବସିଲା, ବଢିଲା ଦାୟିତ୍ୱ ଆଉ ଜଞ୍ଜାଳରେ। ସମୟ କ୍ରମେ ବାପାର କର୍ତ୍ତବ୍ୟ ଚଲାଇବାକୁ ପଡେ ସଂସାରେ। ଅଜସ୍ର ଯନ୍ତ୍ରଣା ଅସରନ୍ତି କୋହ ସହିବାକୁ ପଡେ ସଂସାର ପାଇଁରେ। ପିଲାଙ୍କର ଭବିଷ୍ୟତ ପାଇଁ ସବୁ କିଛି ତୁଚ୍ଛ କରିବାକୁ ପଡେ। ମୁଠାଏ ଅନ୍ନ ଦେବା ପାଇଁ ବୁଢୀ ମା ପାଟିରେ। ହାଡ଼ ଭଙ୍ଗା ପରିଶ୍ରମ କରିବାକୁ ପଡେ। ନିଜେ ସାତ ଚିରା କପଡା ଦେହରେ ଗୋଡାଇ, ଜଳ ଗ୍ଲାସ ପିଇ ଛିଣ୍ଡା ମସିଣାରେ ସୁଖେ ରାତି ପାଏ। ସେ ହେଉଛନ୍ତି ଆମ ବାପା। ଯେତେ ବଖାଣି ବସିଲେ ଭାଷା କମ ପଡିବ, ରାତି ପାହିଯିବ ହେଲେ କଥା ସରିବ। ସେ ହେଉଛନ୍ତି ଆମ ବାପା। ସେ ଏମିତି ଏକ ବହି, ଯେତେ ପଢିଲେ ବି ସେତେ, ଯେତେ ବୁଝିଲେ ବି ଅନେକ ବାକି ରହେ। ସେ ହେଉଛନ୍ତି ଆମ ବାପା। ଖାଇଛି ବୋଲି କହି ଯିଏ ଉପାସରେ ଶୋଇଯାଆନ୍ତି, ସେ ହେଉଛନ୍ତି ଆମ। ଅକ୍ଳାନ୍ତ ପରିଶ୍ରମ କରି ବାର ଦୁଆରେ ମୂଲ ଲାଗି ସନ୍ଧ୍ୟାକୁ ଘରକୁ ଫେରନ୍ତି, ସେ ହେଉଛନ୍ତି ଆମ ବାପା। ପିଲାଙ୍କର ଖୁସି ପାଇଁ, ପରିବାରର ଖୁସି ପାଇଁ ଯିଏ ନିଜ ଜୀବନକୁ ଜଳାଞ୍ଜଳି ଦିଅନ୍ତି, ନିଜର ସର୍ବସ୍ୱ ସଂସାର ପାଇଁ ଅର୍ପଣ କରନ୍ତି, ସମସ୍ତଙ୍କ ଆଖି ଆଢୁଆଳରେ ଯିଏ ଲୁଚି ଲୁଚି କାନ୍ଦନ୍ତି, ସେ ହେଉଛନ୍ତି ଆମ। ଆଖିରେ ତାଙ୍କର ଅଜସ୍ର ସ୍ୱପ୍ନ, ସେ ହେଉଛନ୍ତି ବାପା।